ନବୀନ ପଟ୍ଟନାୟକ ଯଦି ବୁଲନ୍ତି ଓଡ଼ିଶାରେ ନଭେମ୍ବର ମାସରେ ତାହେଲେ କ'ଣ ତାର ପ୍ରଭାବ ପଡ଼ିବ ବୋଲି ଆପଣ ଭାବୁଛନ୍ତି? ନ୍ୟାଚୁରାଲି ସେ ତ ଗୋଟେ ଯେତେ ଯାହା ହେଲେ ମଧ୍ୟ ସେ ଗୋଟେ ବର୍ତ୍ତମାନ ମଧ୍ୟ ଗୋଟେ ଆକ୍ସେପ୍ଟେବଲ ଲିଡର ଭାବରେ ଅଛନ୍ତି, କିନ୍ତୁ ସେଇଟା ବଡ କଥା ନୁହେଁ। ତାଙ୍କୁ ସେ ଯଦି ଯିବେ, ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନାହାନ୍ତି, କ୍ଷମତା ବାହାରେ ଯିବେ, କ୍ଷମତା ବାହାରେ ଗଲା ପରେ ତାଙ୍କ ପ୍ରତି କି ରେସ୍ପନ୍ସ ଅଛି ଗୋଟେ ବଡ କଥା। କିନ୍ତୁ କୋଉ ଆଧାର ଉପରେ ଯିବେ? କ୍ଷମତା ଥିଲାବେଳେ ସେ ବହୁତ କଲେ, ଯୋଉଠି ଥିଲେ ସେ ମୁଖ୍ୟମନ୍ତ୍ରୀ ଭାବରେ ଯାଉଥିଲେ, ଏଠି ଯାହା ଲୋକ ବିକାଶ କଥା କହୁଥିଲେ, ଏଠି ଘୋଷଣା ହେଇଯାଉଥିଲା, କହିଯାଉଥିଲେ। ବର୍ତ୍ତମାନ ସେ କହିବେ କ'ଣ? ତାଙ୍କର ଲୋକମାନଙ୍କୁ ସେ ଯୋଉଠି ଯିବେ ଲୋକ ହୁଏତ ନିଶ୍ଚିତ ହେବେ, ତାଙ୍କର ଚାରିଆଡେ ସଂଗଠନ ଅଛି, କିନ୍ତୁ ସେ ଲୋକମାନେ ରବାବୁ ଆପଣ ଭାବୁଛନ୍ତି ଲୋକଙ୍କୁ କ'ଣ କହିବେ? ସେଇ ତ ସିଏ ବର୍ତ୍ତମାନ ତ ସେଇଟା ସ୍ଥିର କଲେଣି କି କ'ଣ ଆଜିର ଦିନରେ? ନାଇଁ, ସିଏ ସେଇ କଥାଟା ଏପର୍ଯ୍ୟନ୍ତ ସ୍ଥିର କଲେଣି କି? ସିଏ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଯୋଉ ରାଜନୀତି କରୁଥିଲେ, ସେ ରାଜନୀତି ଗୋଟେ କ୍ଷମତା ଆଧାରିତ ରାଜନୀତି ଥିଲା। କ୍ଷମତା ବାହାରେ କ'ଣ ରାଜନୀତି କରିବାକୁ ପଡିବ ସେ କ୍ଷମତାରେ ନାହାନ୍ତି। କିନ୍ତୁ ତାଙ୍କ ହାତରେ ଜିଲ୍ଲା ପରିଷଦ ଅଛି, ପୌର ପରିଷଦ ଅଛି, ପଞ୍ଚାୟତ ସମିତି ଅଛି। ସିଏ କ'ଣ ରଣକୌଶଳ କରିବେ, କୋଉଥିରେ ସେ ଲୋକମାନଙ୍କୁ ଉତ୍ସାହିତ ହେବେ? ଠିକ ଅଛି, ବହୁତ ଶକ୍ତିଶାଳୀ ବିରୋଧୀ ଦଳ, କିନ୍ତୁ ତାଙ୍କର ରାଜ୍ୟ ଆଭିମୁଖ୍ୟ କ'ଣ? ସିଏ ଆମେ ବର୍ତ୍ତମାନ ସମସ୍ତ ମନରେ ଅଛି, ସେ ବିଜେପି କୁ ବହୁତ ଦିନ ଚାଲିଗଲା, ବିଜେପି କୁ ଓଡ଼ିଶାରେ ବିଜେପି ବାଲା ତାଙ୍କ ବିରୁଦ୍ଧରେ କହୁଥିଲେ, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ଯେହେତୁ ସେ ଗୋଟେ ବିରୋଧୀ ଭୂମିକାରେ ନଥିଲେ, ଓଡ଼ିଶା ତ କ୍ଷମତାରେ ଥିଲେ, ଜାତୀୟ ସ୍ତରରେ ମଧ୍ୟ ସେ ଗୋଟେ ବିରୋଧୀ ଭୂମିକାରେ ନଥିଲେ। ଜାତୀୟ ସ୍ତରରେ ସେ ପୁରାପୁରି କେନ୍ଦ୍ରୀୟ ବିଜେପି ନେତୃତ୍ୱ ସହିତ ବରାବର ଥିଲେ, କିନ୍ତୁ ବର୍ତ୍ତମାନ ସେଥିରୁ ମଧ୍ୟ ତାଙ୍କୁ ବିଦାୟ ନେବାକୁ ପଡୁଛି ବୋଲି କହିବାକୁ ପଡିବ। ଗୋଟେ କଥା ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ ଇଲେକ୍ସନ ବର୍ତ୍ତମାନ ସରିଛି, ପାଣ୍ଡିଆନଙ୍କୁ ନେଇ ବହୁତ ଗୁଡ଼ିଏ ପ୍ରଶ୍ନ ଉଠୁଛି। ଯେତେବେଳେ ନବୀନ ଯିବେ ଆପଣ ଦେଖିବେ ଗ୍ରାମାଞ୍ଚଳର ବହୁ ଜାଗାରେ ଧର୍ମଶାଳା ଠାରୁ ଆରମ୍ଭ କରି କେଉଁଝର ଠାରୁ ଆରମ୍ଭ କରି ଓଡ଼ିଶାର ବହୁ ଜାଗାରେ ଆମେ ଦେଖୁଛୁ ତୃଣମୂଳ ସ୍ତରରେ ଗୋଟେ ବିଦ୍ରୋହ ପରିସ୍ଥିତି ଉପୁଜିଛି। ପାର୍ଟି ଛାଡୁଛନ୍ତି ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ବର ତଥା ପଞ୍ଚାୟତ ସମିତିର ମେମ୍ବର ମାନେ। ତ ଆପଣ ଭାବୁଛନ୍ତି ସିମିଲାର ରେସ୍ପନ୍ସ ମିଳିବ ନବୀନ ପଟ୍ଟନାୟକଙ୍କୁ ଯେମିତି ଆଗରୁ ମିଳୁଛି? କେମିତି ମିଳିବ? ମିଳିବାଟା ନିର୍ଭର କରୁଛି କାହା ଉପରେ? ବର୍ତ୍ତମାନ ପରିସ୍ଥିତିରେ ଗୋଟେ କ୍ଷମତା ବାହାରେ ଗୋଟେ ଆଧାର ଦରକାର। ଯୋଉ ଆଧାରଟା ଆଦର୍ଶଗତ ଭିତ୍ତିକ ହବା ଉଚିତ, ନୀତିଗତ ଭିତ୍ତିକ ହବା ଦରକାର। ସେଇଟା ତ ବର୍ତ୍ତମାନ ଏ ଦଳ ସ୍ଥିର କରିପାରୁନି। ବିଜୁ ଜନତା ଦଳ ଗୋଟେ ଆଞ୍ଚଳିକ ଦଳ, କିନ୍ତୁ ଆଞ୍ଚଳିକ ଦଳର ଇଣ୍ଟାୟାର ଆଞ୍ଚଳିକ ଦଳ ଗଠନ ହେଲାଠୁ ଆଜି ପର୍ଯ୍ୟନ୍ତ ବସ୍ତୁତ ସେମାନେ କ୍ଷମତାରେ ଅଛନ୍ତି। ସେ କ୍ଷମତାକୁ ନେଇ ସବୁ କଥା ଚିନ୍ତା କରିଛନ୍ତି। କ୍ଷମତା ବାହାରେ ବର୍ତ୍ତମାନ କରିବେ କ'ଣ? ସେମାନେ ଜାତୀୟ ଭୂମିକା ମଧ୍ୟ ଭୁଲି ଯାଇଛନ୍ତି। ଜାତୀୟ ଭୂମିକା ସେ ନେଇଗଲେ କେନ୍ଦ୍ର ସରକାର ଯିଏ ରହିବ ତା ସହିତ ପାଖରେ ରହିବେ। ଦ୍ୱନ୍ଦ୍ୱରେ ଅଛି ବିଜେଡି ଦ୍ୱନ୍ଦ୍ୱରେ ଅଛି ନିଶ୍ଚିତ ଭାବରେ। ଏବଂ ଯୋଉ କଥା ଆପଣ କହିଲେ ପାଣ୍ଡିଆନ, ଧରନ୍ତୁ ସେ ବର୍ତ୍ତମାନ ଲୋକମାନଙ୍କ ପାଖକୁ ଯେତେବେଳେ ଯିବେ ସେଇ ଧରଣ ରେସ୍ପନ୍ସ ନ ହେଇପାରେ, କିନ୍ତୁ ଅନେକ ଲୋକ ଆସିବେ। କାରଣ ବର୍ତ୍ତମାନ ତ ଓଡ଼ିଶାରେ ଯଦି ଆପଣ ଦେଖିବେ ଏବେ ମଧ୍ୟ ବି ହେଇପାରୁଛି କ୍ଷମତାରେ ନାହାନ୍ତି। ଯଦି ଓଡ଼ିଶାରେ ପଚାରିବେ ଆପଣ ସବୁଠୁ ପପୁଲାର ଲିଡର କିଏ, ଏବେ ତାଙ୍କ ନାଁ ଆସିବ ନା ନମ୍ବର 1ରେ, ଏବେ ବି ଆସିବ। ତେଣୁ ସେଇ ଦୃଷ୍ଟିରୁ ସେତେବେଳେ ଯିବେ, ଲୋକ ହେବେ। ଲୋକ ନ ହବାର କାରଣ ହେଉଛି ଲୋକ ବି ଆସିବେ, କିନ୍ତୁ ଲୋକ ଆସିଲେ ତାଙ୍କୁ ସେଠି ତ କହିବେ ଲୋକମାନେ। ସେ ଲୋକମାନେ କହିବେ କୋଉ କାରଣରୁ ନିର୍ବାଚନ ସେମାନେ ବିପର୍ଯ୍ୟୟର ସମ୍ମୁଖୀନ ହେଲେ, ହାରିଲେ କାହିଁକି? ସେଥିରେ ତ ପାଣ୍ଡିଆନ କଥା ଆସିବ ନା ନାହିଁ? ସେ ଏଠି ଲୋକମାନଙ୍କୁ ଦବେଇ ଦେଇ ପାରନ୍ତି, କିନ୍ତୁ ଲୋକମାନଙ୍କ ପାଖକୁ ସେ ଯିବେ, ସେ କିପରି ଭାବରେ ଆଲୋଚନା ସେମାନେ ସେଥିରେ କରିବେ ନା ନାହିଁ, କେବଳ ଭାଷଣ ଦେଇ ଚାଲି ଆସିବେ। ଯଦି ସେ ଲୋକଟି ସରକାର ଆଲୋଚନା କରନ୍ତି, ଆଲୋଚନା ପରିବେଶ ହୁଏ, ଲୋକମାନେ ତ ସେ କଥା ରଖିବେ ନା କର୍ମୀ ମାନେ ସମର୍ଥକ ମାନେ ସେ କଥା ରଖିବେ। ହେଲା ରବାବୁ, ଯଦି ଏଭଳି ହୁଏ ବୁଲନ୍ତି ନବୀନ ପଟ୍ଟନାୟକ, ତାହେଲେ ସେ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ କହିବେ କି ଯେ ଆଳୁ ମିଳୁନି, ବହୁ ପ୍ରକାର ସଙ୍କଟ ଦେଖାଯାଇଛି, ଦେଶର ଯୋଉ ସମସ୍ୟା ବର୍ତ୍ତମାନ ରହିଛି, ରାଜ୍ୟର ଯୋଉ ସମସ୍ୟା ରହିଛି, ଏ ସମ୍ପର୍କରେ ଭାରତୀୟ ଜନତା ପାର୍ଟିକୁ ନବୀନ ପଟ୍ଟନାୟକ ସମାଲୋଚନା କରିବେ କି ତାଙ୍କର ଗସ୍ତ ସମୟରେ? ନାଇଁ କରିବାକୁ ବାଧ୍ୟ, ନହେଲେ ଯିବେ କାହିଁକି? ସେ ଗଲା ପାଇଁ ତ କରିବାକୁ ବାଧ୍ୟ। ସିଏ ଗୋଟେ ଯେତେ ହେଲେ ସିଏ ଆଉ ମୁଖ୍ୟମନ୍ତ୍ରୀ ନୁହନ୍ତି, ସିଏ ବିରୋଧୀ ଦଳର ନେତା। ତ ବିରୋଧୀ ଦଳ ଏ ସରକାରର ଯୋଉ କେତୋଟି ସଫଳତା ବା ବିଫଳତା, ଯୋଉଟା ବିଫଳତାକୁ ସେ ଧରିବେ, ଯାହା ସେ ସରକାର କରିପାରୁନି,
ଯେମିତି କହିଲେ ଆପଣ ଆଉ ହଉ କି ଆଉଟା ହୁଏତ ସେତେବେଳକୁ ବୁଲିଲା ବେଳକୁ ଆଉ ପ୍ରୋବ୍ଲେମ ନଥିବ। କଥା ହଉଛି ଯାହା ଯାହା ଘଟଣାରେ ସରକାରୀ କଳରେ ଲୋକଙ୍କର ଯୋଉ ମୁଖ୍ୟ ସମସ୍ୟା ଥିବ ବା ତାଙ୍କ ସରକାର ସମୟରେ ଯୋଉ ପ୍ରକାର କିଛି ସୁବିଧା ଦଉଥିଲେ ଯୋଉଥିରେ ଲୋକମାନଙ୍କ ଭିତରେ ଯଦି ବି ଅସନ୍ତୋଷ ଥାଏ ସେଗୁଡା ତ ସେ ନିଶ୍ଚୟ ନେବେ। ତା ସହିତ ନବୀନ ପଟ୍ଟନାୟକ ଏଇଥର ଯୋଉ ବୁଲିବେ ସେ କେବଳ ରାଜ୍ୟ ସରକାର ବିଷୟରେ କହିବେନି, ସେ ନିଶ୍ଚିତ ଭାବରେ ଜାତୀୟ ପରିସ୍ଥିତି ବିଷୟରେ ମଧ୍ୟ କିଛି କଥା କହିବେ ନା। ତ ଆପଣ କହୁଛନ୍ତି ନରେନ୍ଦ୍ର ମୋଦି ଆଉ ବିଜେପିଙ୍କୁ ସମାଲୋଚନା କରିବେ ନବୀନ ପଟ୍ଟନାୟକ ତାଙ୍କ ଗସ୍ତ ସମୟରେ? କିଛି ତ ଗୋଟେ ତାହେଲେ ତ ନ କରିବେ ଯେ ଯିବେ କାହିଁକି? ସେ ତ ଗୋଟେ ଭାବରେ ଏପରି ଭାବରେ ଯିବେ ଯେ ମନକୁ ଚାହୁଁଛି ସେ ଗୋଟେ ପୁରା କ୍ଷମତାରେ ନାହାନ୍ତି, ରାଜ୍ୟରେ କ୍ଷମତାରେ ନାହାନ୍ତି। ଲୋକମାନେ ତାଙ୍କ ପ୍ରତି କାହିଁକି ଆକୃଷ୍ଟ ହେବେ? ନା ଲୋକମାନେ ତାଙ୍କ ଟିକେ ଆସିବେ, ସେ କଣ ଶୁଣିବାକୁ ଆସିବେ? ସିଏ ଗୋଟାଏ ଆଦର୍ଶଗତ ବାର୍ତ୍ତା ତ ଦେବେ ଯାହାକୁ ଧରିକି ଲୋକମାନେ, ଆପଣ ଜାଣିଛନ୍ତି ଗୋଟେ ବିଚାରଧାରାକୁ ନେଇକି ତ ଲୋକମାନେ ଆପଣ ସାଙ୍ଗେ ରହିବେ, ଆପଣ କର୍ମୀ ଆପଣ ସାଙ୍ଗେ ରହିବେ। ଏବଂ ଯୋଉମାନେ ଜିଲ୍ଲା ପରିଷଦ ତାଙ୍କର ସବୁ ଜିଲ୍ଲା ପରିଷଦ ଅଛି, ସେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଚେୟାରମ୍ୟାନଙ୍କୁ ବା କର୍ମକର୍ତ୍ତାମାନଙ୍କୁ କି ପରାମର୍ଶ ଦେବେ, କଣ ସେମାନେ କରିବା ଉଚିତ ଏକଥା କହିବେ ନା ନାହିଁ? ରାଜ୍ୟରେ କ୍ଷମତା ନାହିଁ, ସେତେବେଳେ କଣ ରାଜ୍ୟରେ କ୍ଷମତା ଯିଏ ଥିଲେ ଇଏ ଯାହା କହୁଥିଲେ ସେଠି ହଉଥିଲା। ତ ଭାରତୀୟ ଷ୍ଟ୍ରାଟେଜି ରବାବୁ କଣ ହବ ବୋଲି ଆପଣ ଭାବୁଛନ୍ତି? ଯଦି ନବୀନ ବୁଲନ୍ତି, ଜନମତ ତିଆରି କରନ୍ତି, ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ କହନ୍ତି, ନୂଆ ସରକାର ବିରୁଦ୍ଧରେ ଗୋଟିଏ ଜନମତ ତିଆରି ହେଇଯାଏ, ଭାରତୀୟ ଜନତା ପାର୍ଟିର ଷ୍ଟ୍ରାଟେଜି କଣ ହବ ବୋଲି ଆପଣ ଭାବୁଛନ୍ତି ଏଇ ପରିପ୍ରେକ୍ଷୀରେ? ନାଇଁ ଦେଖନ୍ତୁ, ଭାରତୀୟ ଜନତା ପାର୍ଟିର ଏବେ ନିକଟରେ ସରକାର ହେଇଛି 2 ମାସର ସରକାର। ଯଦି ସରକାର ଧୀରେ ଧୀରେ ଦେଖନ୍ତୁ ତାଙ୍କର ସେଇ ସକାଶେ ନବୀନ ପଟ୍ଟନାୟକ ସରକାରର ଯୋଉ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଥିଲା ତାକୁ ସେ କିଛି ଏ ସରକାର କିଛି ବଦଳେଇନି। ଆପଣ କହିବେ ଗୋଟେ କଣ ହଟେଇ ଦେଇଛନ୍ତି, ତା ନୁହେଁ। କଥା ହଉଛି ସରକାରର ଗତିଶୀଳତା ଉପରେ ନିର୍ଭର କରୁଛି। ଯଦି ଲୋକମାନଙ୍କ ଭିତରେ ଏ ସରକାର କିଛି ନୂଆ ଆଶା ସୃଷ୍ଟି କରିପାରେ, ଆଉ ଯେତେବେଳକୁ ସିଏ ଯିବେ ବୋଲି ଭାବିଛନ୍ତି, ସେପ୍ଟେମ୍ବର ମାସକୁ ଯିବେ, ନଭେମ୍ବର ମାସକୁ ଯିବେ, ସେତେବେଳକୁ ଧୀରେ ଧୀରେ ଧାନ ଅବସ୍ଥା ଆସିଯାଇଥିବ। ଧାନରେ MSP ଟା ସରକାର ବଢେଇଛନ୍ତି, ସବୁ ଲୋକ ପାଇବେ ନା ନାହିଁ, କାରଣ କିଭଳି ଭାବରେ ସବୁ ଲୋକ ପାଇବା ପାଇଁ ଦରକାର। ଏମାନେ ଯାହା କରିଛନ୍ତି 60% କଥା ରହିଛି, ସେ କଥାକୁ ସେ ଉଠେଇ ପାରନ୍ତି। ଚାଷୀମାନଙ୍କର ବାକି 40% କଣ ହବ, ଏଇସବୁ ଜିନିଷ ସେ ଉଠେଇ ପାରିବେ। ସିଏ ଉଠେଇବା ପାଇଁ ବହୁତ ବିଷୟ ଅଛି, କିନ୍ତୁ କଣ ସେଟା ମୁଁ ଜାଣିନି। କିନ୍ତୁ ଯେତେବେଳେ ନେବେ ଗୋଟେ ନିର୍ଦ୍ଦିଷ୍ଟ ତା ପୂର୍ବରୁ ତାଙ୍କୁ ସ୍ଥିର କରିବାକୁ ପଡିବ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ। ଜାତୀୟ ସ୍ତରରେ ସେ ନେଇଛନ୍ତି ଦିଲ୍ଲୀରେ ବିରୋଧୀ ସାଙ୍ଗରେ ଏମାନଙ୍କ ସାଙ୍ଗରେ ରହିବେ। କାଲି ମଧ୍ୟ ଯୋଉ ୱାକଆଉଟ ହେଲା ରାଜ୍ୟସଭାରେ, ସେଥିରେ ମୁଁ ଭାବୁଛି ବିଜେଡି ବାଲା ମଧ୍ୟ ବିରୋଧୀ ପକ୍ଷ ସହିତ ରହିଲେ ନା। ତ ଏଇଭଳି ପରିସ୍ଥିତିରେ କଣ ଆଭିମୁଖ୍ୟ ହବ, କିଭଳି ଭାବରେ ସେମାନେ କରିବେ, ତାପରେ ଅନେକ କିଛି ନିର୍ଭର କରୁଛି। ତାପରେ ଯଦି ଏ ସରକାର ମୋହନ ଚରଣ ମାଝୀଙ୍କ ସରକାର ତା ଭିତରେ ତାର କାର୍ଯ୍ୟକଳାପ ବଳରେ କିଛି ଯଦି ଲୋକମାନଙ୍କର ଆସ୍ଥା ସୃଷ୍ଟି କରିପାରିଲା, ସେଇ ସେମାନେ କେତେ ଗୁଡିଏ କାର୍ଯ୍ୟରେ ଆପଣ ଲକ୍ଷ୍ୟ କରିଥିବେ ଏ ସରକାର ମଧ୍ୟ ପୂର୍ବ ସରକାରର ଯୋଉ କେତେ ଗୁଡ଼ିକ ଭ୍ରଷ୍ଟାଚାର ଜଡ଼ିତ ଥିବା କେତେ ଗୁଡ଼ିକ କାର୍ଯ୍ୟ ଅଛି, ଯୋଉଗୁଡ଼ିକ ଧୀରେ ଧୀରେ ପଦାକୁ ଆଣିବାକୁ ଚାହୁଁଛନ୍ତି। ସେଥିରୁ ଯଦି କିଛି ଖାଲି କହିଦେଲେ ତ ହବନି, ସେ ଜାଗାରେ ଯଦି କିଛି କାର୍ଯ୍ୟକ୍ରମ ବି ହେଲା ତାହେଲେ ମଧ୍ୟ ବିଜେଡି ମଧ୍ୟ ଗୋଟେ ଡିଫେନ୍ସରେ ରହିବ। କିନ୍ତୁ ସେଇଟା ଯଦି ନହେଲା ଏବଂ ସରକାରଙ୍କର ଲୋକପ୍ରିୟ ଭାବରେ ଯେମିତି ଭାବରେ ପୂର୍ବ ସରକାର ଯେତେ ଯାହା ହେଲେ ମଧ୍ୟ ବି ନିର୍ବାଚନରେ ପରାଜିତ ହେଇଛନ୍ତି ସତ, କିନ୍ତୁ ବହୁତ ବର୍ଷ କାଳ 24 ବର୍ଷ ଯୋଉ କ୍ଷମତାରେ ରହିଲେ ସେଥିରୁ ଅଧିକାଂଶ ସମୟ ସେ ଗୋଟେ ଲୋକପ୍ରିୟତା ହାସଲ କରିଥିଲେ, ଏଇଟା ତ ଅସ୍ୱୀକାର କରିହବନି। ତ ସେଇ କଥା ଯଦି ଏ ସରକାର ମୋହନ ଚରଣ ମାଝୀଙ୍କ ସରକାର ହାସଲ କରିପାରେ, ଯୋଉଥିପାଇଁକା କୋଉଥିରେ ହାସଲ କରିବ ନା ଯୋଉ କାରଣ ପାଇଁ ଲୋକମାନଙ୍କୁ ହଟେଇଛନ୍ତି, ସେଇ କାରଣକୁ ଯଦି ଠିକ ଭାବରେ ଆଡ୍ରେସ କରିପାରିଲେ ଏବଂ ଲୋକ ସନ୍ତୋଷ ସଭା ଭଳିଆ କିଛି ଏଭଳି କାର୍ଯ୍ୟକ୍ରମ ଦେବେ, ଏଗୁଡା ଦିଆହଉଛି କୁହାହଉଛି ଯେ 0 ଟଲରାନ୍ସ ଟୁ କରପସନ। 0 ଟଲରାନ୍ସ ଟୁ କରପସନ କହିବା ଗୋଟିଏ, କରିବା ଆଉ ଗୋଟିଏ। ବାବା ମୁଁ ଆଉ ଗୋଟିଏ କଥା କହିବାକୁ ଚାହୁଁଥିଲି ଯେ ପାଣ୍ଡିଆନକୁ ନେଇକି ଦଳରେ 2ଟି ମତ ରହିଛି। ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଯଦି ବଡ଼ ଧରଣର ଫାଟ କିଛି ବିଜୁ ଜନତା ଦଳରେ ହବା ପାଇଁ ଯାଉଛି, ତାହେଲେ ପାଣ୍ଡିଆନ ସେଥିରେ ଗୋଟିଏ ବଡ଼ ପ୍ରସଙ୍ଗ ସାଜିବେ? ନାଇଁ ପାଣ୍ଡିଆନ ବର୍ତ୍ତମାନ ସିଏ କହିଛନ୍ତି ମୁଁ ବୋଲିବାରେ ସନ୍ନ୍ୟାସ।
ସିଏ ତାଙ୍କର ଭୂମିକା ଫିଜିକାଲି ନାହିଁ, କିନ୍ତୁ ସମସ୍ତଙ୍କର ଧାରଣାର ଯଥେଷ୍ଟ କାରଣ ଅଛି ଯେ ନବୀନ ପଟ୍ଟନାୟକଙ୍କର ଅଧିକାଂଶ କାର୍ଯ୍ୟକୁ ସେ ହିଁ ନିୟନ୍ତ୍ରଣ କରୁଛନ୍ତି। ଆଉ ନବୀନ ପଟ୍ଟନାୟକ ଯେଭଳି ଭାବରେ ତାଙ୍କ ସପକ୍ଷରେ ଦରକାର ପଡ଼ିଲା ଯୁକ୍ତିବଦ୍ଧ କରୁଛନ୍ତି, ସେଇ ସେ ଅନେକ ଭାବୁଛନ୍ତି ସେମାନଙ୍କ ଭିତରେ ପୂର୍ବ ସମ୍ପର୍କ ରହିଛି, ଯଦିଓ ଫିଜିକାଲି ସେ ନାହାନ୍ତି, ଦଳ ଭିତରେ ନାହାନ୍ତି, କିନ୍ତୁ ଦଳ ଭିତରେ ନ ରହିବା ଦୋଷରା କଥା। କିନ୍ତୁ ସେ ଯଦି ସେ ପ୍ରକୃତରେ ନବୀନ ପଟ୍ଟନାୟକକୁ ସେ ତଥାପି ନିୟନ୍ତ୍ରଣ କରିବା ଲୋକମାନଙ୍କର ଅନୁଭବ ହବ, ଇଏ ଗୋଟେ ଦଳର ସଙ୍କଟ ଆଉ ଗୋଟେ ସଙ୍କଟ ଆଣିବ। ନବୀନ ପଟ୍ଟନାୟକ ଯେତେ ଚେଷ୍ଟା କଲେ ମଧ୍ୟ ଇଏ ଗୋଟେ ସଂକଟ ତିଆରି କରିବ ବୋଲି ଆପଣ ଭାବୁଛନ୍ତି? ବିଜୁ ନିଶ୍ଚିତ ଭାବରେ ଯଦି ଦଳର କର୍ମୀମାନେ ସାଧାରଣ ଲୋକ ସାଧାରଣ ସମର୍ଥକ ଭିତରେ ଦୃଢ ବିଶ୍ୱାସ ହବ ଯେ ୟାଙ୍କ ସକାଶେ ବା ଏଙ୍କର କାର୍ଯ୍ୟ ସକାଶେ ଦଳ ପରାଜିତ ହେଇଛି, ଯୋଉମାନେ ସେମାନଙ୍କୁ ଆପଣ ଯଦି ପୁଣି ସେଇ ଅବସ୍ଥାରେ ରଖିଛନ୍ତି ବୋଲି ଲୋକଙ୍କର ଉଦ୍ବୋଧ ହବ, କର୍ମୀ ମାନଙ୍କର ଉଦ୍ବୋଧ ହବ, ତାହେଲେ ଆପଣ ତାକୁ ନେଇ ସଂକଟ ହବ, ବାଧ୍ୟ ହବ। ମୁଁ ଭାବୁଛି ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଯାହାହେଲେ ମଧ୍ୟ ତାଙ୍କର ଲୋକଙ୍କ ସହିତ ଅନେକ ଭାବୁଛି ସମ୍ପର୍କ ନାହିଁ, କିନ୍ତୁ ଜଣେ ବୁଦ୍ଧିମାନ ରାଜନୈତିକ ବ୍ୟକ୍ତି, ସେଟା ତ କେହି ଅସ୍ୱୀକାର କରେ, ଅତ୍ୟନ୍ତ ବୁଦ୍ଧିମାନ ରାଜନୈତିକ ବ୍ୟକ୍ତି। ସିଏ ଲୋକମାନଙ୍କର ସନ୍ଦେଶକୁ ଥରେ ଲୋକଙ୍କ ପାଖକୁ ଯିବା ଆରମ୍ଭ କରି ଜାଣିପାରିବେ। ଯେତେବେଳେ ଲୋକଙ୍କ ପାଖକୁ ଯିବା ଆରମ୍ଭ କରିବାକୁ କରିବେ, ନିଶ୍ଚିତ ଭାବରେ ଲୋକମାନଙ୍କ ପାଖରୁ ଯୋଉ ବାର୍ତ୍ତା ତାଙ୍କ କତିକି ଆସିବ, ଆଜିକାଲି ତ ଆଉ ସରକାରୀ କଳ ନାହିଁ, କଲେକ୍ଟର ଏସପି ତାଙ୍କୁ ଜଗିକି ଲୋକମାନେ ଭେଟି ପାରିବେନି, ଏକଥା ତ ସେ ପରିବେଶ ତ ଆଉ ହବନି ନା। ସରକାରୀ ଅଧିକାରୀଙ୍କ ଉପରେ ନିର୍ଭର କରିକି ସେ ଚଲେଇ ପାରିବେ ନା, ତାଙ୍କୁ କର୍ମୀମାନଙ୍କ ଉପରେ ହିଁ ନିର୍ଭର କରିବାକୁ ପଡିବ, ଦଳର କର୍ମକର୍ତ୍ତା ମାନଙ୍କ ଉପରେ ନିର୍ଭର କରିବାକୁ ପଡିବ ଫିଡବ୍ୟାକ୍ ପାଇକା। କିନ୍ତୁ ଯେତେବେଳେ ସେ ଅସଲ କଥାଟି ଜାଣିଯିବେ, ବାସ୍ତବତା ଜାଣିଯିବେ, ମୁଁ ଭାବୁଛି ତାଙ୍କର ନିଶ୍ଚିତ ଭାବରେ ଯୋଉ ଆଭିମୁଖ୍ୟ ସେତେବେଳେ ତାଙ୍କର ଥିଲା ତାର ଗୋଟେ ପରିବର୍ତ୍ତନ ଆସିବ। ଯଦି ନ ଆସିବ ତାକୁ ନେଇକି ଦଳର ସଂକଟ ମଧ୍ୟ ରହିବ। ସେଇଥିପାଇଁକା ଦେଖନ୍ତୁ ବିଜେପି ସରକାର ପକ୍ଷରୁ ବର୍ତ୍ତମାନ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ କିଛି ନା କିଛି ଗୋଟାଏ ବକ୍ତବ୍ୟ ଦିଆଯାଉଛି ଏବଂ କିଛି ଉଦ୍ୟମ କରାହଉଛି ତାଙ୍କୁ କେନ୍ଦ୍ର କରି କିଛି ଏପରି ଅବସ୍ଥା କରିବା ପାଇଁ। ଯଦିଓ ବର୍ତ୍ତମାନ କରିନାହାନ୍ତି, କହିଛନ୍ତି ସେ ହେଲିକପ୍ଟର କଥା କହିଛନ୍ତି, କୁହାଯିବା ଏବଂ ତାକୁ ବାସ୍ତବରେ ପରିଣତ କରି ଗୋଟେ ମାମଲା ଅବସ୍ଥାକୁ ଆଣିବା, ଇଏ ଆଉ ଗୋଟେ ପ୍ରଥା। ସେ ମାମଲା ହେଲା ପରେ ସେଥିରେ ଦଳର ଷ୍ଟାଣ୍ଡ କଣ ହବ? ଯଦି ମାମଲା ତ ବର୍ତ୍ତମାନ ହେଇନି, ମାମଲା ହବାକୁ ବହୁତ କଷ୍ଟ ଲାଗିବ, କାରଣ ସେ ଯୋଉ ନିୟମ ଅନୁସାରେ ଯଦି ହେଇଥିବ ସେଥିରେ ମାମଲା ହେଇପାରିବ ନାହିଁ। ସେଥିରେ ଗୋଟେ ଟିମ୍ ଅନୁସନ୍ଧାନ କରିକି କରିବେ, କିପରି କରିବେ ଜଣା ନାହିଁ। କିନ୍ତୁ ଯଦି ହୁଏ ସେଥିରେ କଣ କରିବ ବିଜେଡି କି ଷ୍ଟାଣ୍ଡ ନବ, ସେଇଟା ଦେଖିବା କଥା। ନିଶ୍ଚିତ ଭାବରେ ବିଜେଡି କି ଷ୍ଟାଣ୍ଡ ନବ ତା ଦେଖିବା କଥା। ବହୁତ ଧନ୍ୟବାଦ ରବି ବାବୁ ଆପଣଙ୍କର ମତାମତ ପାଇଁ।